ଟିକେ ଭାବନ୍ତୁ, ସକାଳ ସକାଳ ପାନିଆ ଧରିଲେ ଓ 2 ଥର ଚଲାଇଲେ। ପାନିଆରେ 2ଟି ଚୁଟି ନୁହେଁ, ପୂରା ଗଛଟା ଆସିଗଲା। ଯଦି ଆପଣ ସହିତ ମଧ୍ୟ ଏମିତି ହେଉଛି, ତେବେ ଆଜିର ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ଆଜି ମୁଁ ଆପଣଙ୍କୁ ସେଇ ସତ୍ୟ କହିବି, ଯାହା ଆପଣଙ୍କ ଚୁଟିର ଭାଗ୍ୟକୁ ମୂଳରୁ ବଦଳାଇ ଦେଇପାରେ। ନମସ୍କାର ମିତ୍ରମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ଭଲ ଅଛନ୍ତି। କିନ୍ତୁ ଚୁଟିର ଅବସ୍ଥା ଦେଖି ହୁଏତ ହୋଇପାରେ ମନଟା କିଛି ଦୁଃଖିତ ହୋଇଥାଏ। ଆଜି ମୁଁ ଆପଣଙ୍କୁ ସେଇ କଥାଗୁଡ଼ିକ କହିବି, ଯାହା ବୁଝିଲେ ଚୁଟି ପଡ଼ିବା କେବଳ କମ୍ ନୁହେଁ, ପୂରାପୂରି ବନ୍ଦ ହୋଇପାରେ। ମଜାର କଥା ହେଉଛି, ଆପଣ ଯେ କାରଣ ଭାବୁଛନ୍ତି ଚୁଟି ପଡ଼ିବାର ଅସଲ କାରଣ ସେଇଟା ନୁହେଁ। ଅସଲ ବିପଦ ଲୁଚିଛି ଆମର ଦିନ ପ୍ରତିଦିନର ଆଦତରେ। ତେଣୁ ଆରାମରେ ବସନ୍ତୁ, ପାଣି ନେଇ ଆସନ୍ତୁ ଏବଂ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ଶେଷ ପର୍ଯ୍ୟନ୍ତ ଆସିବା ସମୟରେ ଆପଣ ଜାଣିପାରେ ଚୁଟି ପଡ଼ିବାର ସେହି 8ଟି ଗୁପ୍ତ କଥା। ନମ୍ବର 1, ତେଲ ନ ଲଗାଇ ଚୁଟି ଧୋଇବା। ଏହା ହେଉଛି ସେହି ଭୁଲ ଯାହା ଚୁପଚାପ ଆପଣଙ୍କ ଚୁଟିକୁ ନଷ୍ଟ କରୁଛି। ଅନେକ ଲୋକ ସିଧା ଯାଇ ଶ୍ୟାମ୍ପୁ ଲଗାଇ ଦିଅନ୍ତି, କିନ୍ତୁ ଏଥିରେ ହୁଏ କ'ଣ? ଚୁଟିର ନ୍ୟାଚୁରାଲ ଅଏଲ ମଧ୍ୟ ଶ୍ୟାମ୍ପୁ ନେଇଯାଏ। ଫଳରେ ସ୍କାଲ୍ପ ଶୁଖିଯାଏ, ଚୁଟି ଡ୍ରାଏ ହୋଇଯାଏ ଏବଂ ଜଡ଼ ଦୁର୍ବଳ ହୋଇଯାଏ। ସମାଧାନ: ଚୁଟି ଧୋଇବା ପୂର୍ବରୁ କମ୍ ସେ କମ୍ 1 ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ ଏବଂ ହାଲକା ମାଲିସ କରନ୍ତୁ। ନମ୍ବର 2, ଓଦା ଚୁଟିରେ କୁଣ୍ଡାଇବା। ଗାଧୋଇବା ପରେ ମୁଣ୍ଡ କୁଣ୍ଡାଇବା ସବୁଠାରୁ ବଡ଼ ଭୁଲ। ଓଦା ଚୁଟି ଗ୍ଲାସ୍ ଭଳି ଥାଏ। ଯଦି ସେତେବେଳେ କୁଣ୍ଡାଇବେ, ଚୁଟି ଜଡ଼ରୁ ନୁହେଁ, ଭିତରରୁ ଭାଙ୍ଗିଯାଏ। ସମାଧାନ: ଚୁଟି 70% ଶୁଖିଗଲା ପରେ ଚଉଡ଼ା ଦାନ୍ତର ପାନିଆ ବ୍ୟବହାର କରନ୍ତୁ। ନମ୍ବର 3, ସପ୍ତାହ ଧରି ତେଲ ନ ଲଗାଇବା। ଲୋକମାନେ କହନ୍ତି, ତେଲ ଲଗାଇବାକୁ ସମୟ ମିଳୁନି। କିନ୍ତୁ ଯଦି ଚୁଟି ପଡ଼ିଗଲା, ତେବେ ସମୟ ହିଁ ସମୟ ସରିଯିବ। ତେଲ ନ ଲଗାଇଲେ ସ୍କାଲ୍ପ ଶୁଖିଯାଏ ଏବଂ ଚୁଟି ପତଳା ହୋଇଯାଏ। ସମାଧାନ: ସପ୍ତାହରେ 2ରୁ 3 ଥର ତେଲ ଲଗାନ୍ତୁ। ନମ୍ବର 4, ବହୁତ ବେଳେ ସାମ୍ପୁ କରିବା। ପ୍ରତିଦିନ ସାମ୍ପୁ କଲେ ସ୍କାଲ୍ପ ଅଧିକ ଶୁଖିଯାଏ। ଏଥିରେ ଡ୍ୟାଣ୍ଡ୍ରଫ୍ ଓ ଚୁଟି ପଡ଼ିବା ବଢ଼ିଯାଏ। ସଠିକ୍ ଉପାୟ: ଗ୍ରୀଷ୍ମରେ ସପ୍ତାହରେ 2ରୁ 3 ଥର, ଶୀତରୁ 1ରୁ 2 ଥର। ନମ୍ବର 5, ରାତିରେ ଖୋଲା ଚୁଟିରେ ଶୋଇବା। ରାତିରେ ଖୋଲା ଚୁଟିରେ ଶୋଇଲେ ଚୁଟି ତକିଆ ସହିତ ଘଷି ହୋଇଯାଏ। ଏଥିରେ ଚୁଟି ଭାଙ୍ଗେ ଓ ଜଡ଼ ଦୁର୍ବଳ ହୋଇଯାଏ। ସମାଧାନ: ଶୋଇବା ପୂର୍ବରୁ ହାଲୁକା ଚୁଟି ବାନ୍ଧନ୍ତୁ। ନମ୍ବର 6, କେମିକାଲ ପ୍ରଡକ୍ଟ ଅଧିକ ବ୍ୟବହାର କରିବା। ଜେଲ୍, ୱାକ୍ସ, ସିରମ୍, ସ୍ପ୍ରେ ଏଥିରେ ଅଧିକ କେମିକାଲ ଥାଏ। ଏହା ସ୍କାଲ୍ପର ପୋର୍ସ ବନ୍ଦ କରିଦିଏ। ଫଳରେ ଚୁଟି ଧୀରେ ଧୀରେ ପଡ଼ିବା ଆରମ୍ଭ କରେ। ସମାଧାନ: କେବଳ ପାର୍ଟି କିମ୍ବା ଫଙ୍କସନ୍ ସମୟରେ ବ୍ୟବହାର କରନ୍ତୁ, ପ୍ରତିଦିନ ନୁହେଁ। ନମ୍ବର 7, ଡ୍ରାୟର ଭୁଲ ଭାବେ ବ୍ୟବହାର। ଅଧିକ ଗରମ ହାୱା ଚୁଟିର ନମିକୁ ଶୋଷି ନେଇଥାଏ। ଏଥିରେ ଚୁଟି ଦୁର୍ବଳ ହୋଇଯାଏ। ସମାଧାନ: ଡ୍ରାୟରକୁ 20 ସେଣ୍ଟିମିଟର ଦୂରରୁ ବ୍ୟବହାର କରନ୍ତୁ। ନମ୍ବର 8, ପୋଷଣର ଅଭାବ। ଚୁଟି କେବଳ ତେଲରେ ନୁହେଁ, ଖାଦ୍ୟରେ ମଧ୍ୟ ମଜବୁତ ହୁଏ। ଆବଶ୍ୟକ: ପ୍ରୋଟିନ୍, ଆଇରନ୍, ଜିଙ୍କ୍, ବାୟୋଟିନ୍ ଖାଦ୍ୟ, ଅଣ୍ଡା, ଦହି, ଡାଲି, ପନିର, ପାଳଙ୍ଗ, ଚିନାବାଦାମ ଏସବୁ ଖାଆନ୍ତୁ। ମିତ୍ରମାନେ, ଚୁଟି ପଡ଼ିବା କୌଣସି ଭାଗ୍ୟର ଖେଳ ନୁହେଁ, ଏହା ଆମର ଖରାପ ଅଭ୍ୟାସର ଫଳ। ଆଜିର ଏହି 8ଟି ଭୁଲ ଯଦି ଆପଣ ସୁଧାରି ଦେବେ, ତେବେ କିଛି ସପ୍ତାହରେ ଆପଣଙ୍କ ନିଜ ପରିବର୍ତ୍ତନ ଦେଖିପାରିବେ। ଚୁଟି କେବଳ ଆପଣଙ୍କ ସୌନ୍ଦର୍ଯ୍ୟ ନୁହେଁ, ଏହା ଆପଣଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ବଢ଼ାଏ। ତେଣୁ ଆଜିଠାରୁ ଏହି ଅଭ୍ୟାସଗୁଡ଼ିକୁ ନିଜ ଦୈନିକ ଜୀବନରେ ଆଣନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ନୂଆ କିଛି ଶିଖିଥାନ୍ତି, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ମିତ୍ରମାନଙ୍କ ସହ ସେୟାର କରନ୍ତୁ ଏବଂ ଏମିତି ଉପକାରୀ ତଥ୍ୟ ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ। ଧନ୍ୟବାଦ ମିତ୍ରମାନେ। ପୁଣି ଦେଖା ହେବ ଏକ ନୂତନ ଭିଡ଼ିଓ ଓ ନୂତନ ତଥ୍ୟ ସହ।